Hello everyone, welcome back to our YouTube channel JS Lesson. JS Lesson रे ମୁଁ ଆପଣମାନଙ୍କୁ ଅନେକ ସ୍ୱାଗତ କରୁଛି। ପିଲାମାନେ ଆଜି ଆମେ ସପ୍ତମ ଶ୍ରେଣୀ ଯେଉଁ ସଂସ୍କୃତ ବିଷୟ ରହିଛି ତାର ରିଏଲ୍ କ୍ୱେଶ୍ଚନ୍ ଡିସ୍କସନ୍ କରିବା, ଯେଉଁଟାକି 100% କରେକ୍ଟ ଆନ୍ସର୍ ସହିତ ରହିବ। ତ ଦେଖିବା। ତ ପ୍ରଥମେ ଏଇଠି ଦେଇଛି ଚିତ୍ରମ୍ ଦୃଷ୍ଟ୍ୱା ନାମମ୍ ଲେଖତୁ। ତ ଦେଖିପାରୁଥିବେ ପ୍ରଥମେ ଅଛି କର୍ତ୍ତରୀ, ମାପିକା, କନ୍ଦୁକମ୍। ଠିକ୍ ଅଛି। 2 ନମ୍ବର କ୍ୱେଶ୍ଚନରେ କ'ଣ ଦେଇଛି ଅକ୍ଷରାଣାମ୍ ମେଲନେନ ଶୁଦ୍ଧମ୍ ଶବ୍ଦମ୍ ଲିଖତୁ। ତ ପ୍ରଥମଟା ହେଇଯିବ ବିକ୍ରେତା, ଭଗିନୀ, ବିଂଶତିଃ, ଶିକ୍ଷକାः, ବସନ୍ତି। ଠିକ୍ ଅଛି। ତିନି ନମ୍ବରରେ ଦେଇଛି ମାତୃଭାଷାୟା ଅନୁବାଦମ୍ କରତୁ। ତ ମାତୃଭାଷା ଅନୁବାଦ କରିବା ପାଇଁ କହିଛି ବୃଷ୍ଟିଃ ଆକାଶାତ୍ ପତତି, ବୃଷ୍ଟି ଆକାଶରୁ ପଡ଼ୁଛି। ମିତ୍ର ସତ୍ୟମ୍ ବଦାମି, ମିତ୍ର ସାଙ୍ଗ ସତ କହିବି। ମୌନିନଃ କଲହ ନାସ୍ତି, ମୌନର କଲହ ନଥାଏ। ବିବେକାନନ୍ଦଃ ଜନସେବାಂ କରତି ସ୍ମ, ବିବେକାନନ୍ଦ ଲୋକମାନଙ୍କର ସେବା କରୁଥିଲେ। ସହ ଭଗିନ୍ୟା ସହ ଗଚ୍ଛତି, ସେ ଭଉଣୀ ସହିତ ଯାଉଛି। ଠିକ୍ ଅଛି। ଏବେ ନେକ୍ସଟ ଦେଖିବା 4 ନମ୍ବରରେ କ'ଣ ଅଛି ସଂସ୍କୃତ ଭାଷାରେ ଅନୁବାଦମ୍ କରତୁ ତ୍ରୟାଣାମ୍। 3ଟା ଶବ୍ଦର ସଂସ୍କୃତ ଭାଷାରେ ଅନୁବାଦ କରିବା ପାଇଁ କହିଛି। ବୀର ଦ୍ୱାରା ବୀରେନ ହୋଇଯିବ। 2 ପାଖରେ ଉଭୟତଃ, ମନେକରି ମତ୍ୱା, ପେଟିକାରେ ପେଟିକାୟାମ୍। ଠିକ୍ ଅଛି, ଲେଖିଦିଅ ପେଟିକାୟାମ୍। 4 ନମ୍ବରରେ ତୁମର 5 ନମ୍ବରରେ କ'ଣ ଦେଇଛି ରେଖାଙ୍କିତ ପଦାନାମ୍ ସଂଶୋଧନମ୍ କୃତ୍ୱା ବାକ୍ୟମ୍ ଲିଖତୁ। ତ ଏଇଠି ଦେଇଛି ରେଖାଙ୍କିତ ପଦଗୁଡ଼ିକୁ ସଂଶୋଧନ କରିକି, ଏ ଯେଉଁ ରେଖାଙ୍କିତ ପଦକୁ ସଂଶୋଧନ କରିକି ବାକ୍ୟ ଲେଖିବାରେ କହିଛି। ଅଭିନେତା ବିଦେଶଃ ଆଗଚ୍ଛତି। ତୁମେ ଜାଣିଛ ଯେଉଁଠାରୁ ଆସନ୍ତି ସେ ପଞ୍ଚମୀ ବିଭକ୍ତି ହେଇଥିବ। ତ ଏଇଠି ବିଦେଶାତ୍ ଆଗଚ୍ଛତି। ସା ଗଜଃ ବା ଗଜଟା ପୁଲିଙ୍ଗ ଶବ୍ଦ, ତ କ'ଣ ହେବ ସହ ଗଜଃ। ବିଦ୍ୟାଳୟରେ ଗୁରୁଃ ସନ୍ତି, ଏଇଠି ଗୁରୁଟା ତୁମର ଏକବଚନରେ, ତ ଏଇଠି ସନ୍ତି ହେବ ନାହିଁ, ଅସ୍ତି ହେବ। ଏସଃ ଫଲମ୍ ଅସ୍ତି, ଫଲମ୍ଟା କେବଲିଙ୍ଗ ହେଇଥିବାରୁ ତାର ଯେଉଁ ରହିଛି ବିଶେଷଣ ମଧ୍ୟ କେବଲିଙ୍ଗ ହେବ। ଏତତ୍ ଫଲମ୍। ଠିକ୍ ଅଛି। ଏବେ ନେକ୍ସଟ ଦେଖିବା। ତ ଏଇଠି 6 ନମ୍ବରରେ ତୁମର ଦେଇଛି ମାତୃଭାଷାୟା ପଞ୍ଚବାକ୍ୟାନି ରଚୟତୁ। ତ ମାତୃଭାଷାରେ 5ଟା ବାକ୍ୟ ଲେଖିବା ପାଇଁ କହିଛି। ତ ଦେଇଛି ହସ୍ତସ୍ୟ ଭୂଷଣମ୍ ଦାନମ୍, ସତ୍ୟମ୍ କଣ୍ଠସ୍ୟ ଭୂଷଣମ୍, ସତ୍ରସ୍ୟ ଭୂଷଣମ୍ ଶାସ୍ତ୍ରମ୍, ଭୂଷଣୈ କିମ୍ ପ୍ରୟୋଜନମ୍। ତ ମୁଁ ଏଇଟାର ଓଡ଼ିଆ ମାନେ କହିଦେଉଛି, ତୁମେମାନେ ନୋଟ୍ କରିନିଅ। ହସ୍ତସ୍ୟ ଭୂଷଣମ୍ ଦାନମ୍, ପଏଣ୍ଟ 1 ଲେଖିଦେବ। ହାତର ଭୂଷଣ ହେଉଛି ଦାନ କରିବା। ସତ୍ୟମ୍ କଣ୍ଠସ୍ୟ ଭୂଷଣମ୍, 2 ନମ୍ବର ପଏଣ୍ଟରେ ଲେଖିବ କଣ୍ଠର ଭୂଷଣ ସତ କହିବାରେ ଥାଏ। ସତ୍ରସ୍ୟ ଭୂଷଣମ୍ ଶାସ୍ତ୍ରମ୍, ଆଉ 3 ନମ୍ବର ପଏଣ୍ଟରେ ଲେଖିଦେବ କାନର ଭୂଷଣ ହେଉଛି ଶାସ୍ତ୍ରକୁ ଶ୍ରବଣ କରିବାରେ ଅଟେ। ଭୂଷଣୈ କିମ୍ ପ୍ରୟୋଜନମ୍, ତୁମେ କରିପାରିବ ପଠତ ନାସ୍ତି ମୂର୍ଖତ୍ୱମ୍, ଜପତ ନାସ୍ତି ପାତକମ୍, ମୌନିନଃ କଲହ ନାସ୍ତି, ନାସ୍ତି ଚ ଭୟମ୍ ଚାସ୍ତି ଜାଗ୍ରତଃ। ତ ଏଇଟାକୁ ଲେଖିପାରିବ ତୁମେ ପଠତ ନାସ୍ତି ମୂର୍ଖତ୍ୱମ୍, ଯେଉଁ ବାଳକ ପ୍ରତିଦିନ କିଛି ପାଠ ପଢ଼ିଥାଏ ତାର ଧୀରେ ଧୀରେ ମୂର୍ଖ ଦୋଷ ଦୂର ହୋଇଥାଏ। ଜପତଃ ନାସ୍ତି ପାତକମ୍, ଯେଉଁ ମଣିଷ ପ୍ରତ୍ୟେକ ଦିନ ଜପ କରିଥାଏ ତାର ପାତକ ପାପ ସବୁ ଧୀରେ ଧୀରେ ଦୂର ହୋଇଥାଏ।
ସେହିପରି ମୌନିନଃ କଲହ ନାସ୍ତି। ଯେଉଁ ବ୍ୟକ୍ତି ମୌନ ରହିଥାଏ, ସବୁବେଳେ ଚୁପ୍ ରହିଥାଏ, ତାର କୌଣସି ଝଗଡ଼ା କଜିଆ କରିବାରେ, କଲହ କରିବାରେ ଭୟ ନଥାଏ। ତା ସହିତ କେହି ଝଗଡ଼ା କରିନଥାନ୍ତି। ନ ଭୟମ୍ ଚାସ୍ତି ଜାଗ୍ରତ। ଆଉ ଯେଉଁ ମଣିଷ ସଦାସର୍ବଦା ଜାଗ୍ରତ ହୋଇ ରହିଥାଏ, ତାର ଚରର ଭୟ ନଥାଏ। ଠିକ୍ ଅଛି, ଏହିପରି ଭାବରେ ଲେଖିବ। ତ କ'ଣ ଦେଇଛି? ସ୍ତମ୍ଭ ମେଲନ କରୁତ। ତ ଏଇ ଦୁଇଟାକୁ ସ୍ତମ୍ଭ ମେଲନ କରିବା। କେମିତି କରିବା? ନା ହସ୍ତେନ ଦଦାତି, ହାତ ଦ୍ୱାରା ସେ ଦେଉଛି। ନବତି କହିଲେ ଜାଣିଛ 90। ପୌଷ୍ଟିକମ୍ ଭୋଜନ ମାନେ ସ୍ୱାଦିଷ୍ଟ ଖାଇବା। ମୌନମ୍ ତିଷ୍ଠତି। ଠିକ୍ ଅଛି। ନମ୍ବର କ'ଣ ଦେଇଛି? ଉପଯୁକ୍ତ ପଦମ୍ ଚିତ୍ତ୍ୱା ପୂର୍ଣ୍ଣ ବାକ୍ୟେନ ଉତ୍ତରମ୍ ଲିଖତୁ। ଠିକ୍ ଅଛି। ତ ବିଦ୍ୟା କିମ୍ ଦଦାତି? ବିଦ୍ୟା ବିନୟମ୍ ଦଦାତି। କସ୍ମାତ୍ ବହିଃ ମା ଭ୍ରମନ୍ତୁ? ବିଦ୍ୟାଳୟାତ୍ ମା ଭ୍ରମତୁ। ସିଂହା କୁତ୍ର ବସତି? ସିଂହା ଗୁହାସୁ ବସତି, ଗୁମ୍ଫାରେ ରହିଥାଏ। ପୁତ୍ର କେନ ସହ ଭ୍ରମତି? ପୁତ୍ର ପିତ୍ରା ସହ ଭ୍ରମତି। ଠିକ୍ ଅଛି। ନେକ୍ସଟ ଦେଖିବା 9 ନମ୍ବରରେ କ'ଣ ଅଛି? ବାକ୍ୟାନି ରଚୟତୁ। ବାକ୍ୟ କରିବା ପାଇଁ କହିଛି। ତ ନୃତ୍ୟତି, ବାକ୍ୟ ଟନ୍ କ'ଣ କରିବା? ବାଲିକା ନୃତ୍ୟତି। ଠିକ୍ ଅଛି, ମୁଁ ଲେଖୁନି, ତୁମେମାନେ ଲେଖିଦେବ। ବାଲିକା ନୃତ୍ୟତି। କରତି କ'ଣ ହେବ? ରାମ ଭଜନମ୍ କରତି। ଉଚ୍ଚୈ ଉଚ୍ଚୈ ବଦତୁ। ବୟମ୍, ବୟମ୍ରେ କ'ଣ ହେବ? ବୟମ୍ ବାଲକାଃ। ନାସ୍ତି କ'ଣ ହେବ? ପାତ୍ରେ ଅନ୍ନମ୍ ନାସ୍ତି। ଠିକ୍ ଅଛି। ଏବେ ନେକ୍ସଟ ଦେଖିବା 10 ନମ୍ବରରେ କ'ଣ ଅଛି? ଅବ୍ୟୟ ପଦାନି ଚିତ୍ତ୍ୱା କଷ୍ଟେଷୁ ଲିଖତୁ। ଅବ୍ୟୟ ପଦକୁ ବାଛିକି କାଠରେ ଲେଖିବା ପାଇଁ କହିଛି। ତ ଅଧୁନା, ପ୍ରତି, ଅଧଃ, ଏ ତିନିଟା ହେଉଛି ଅବ୍ୟୟ ପଦ। ବାଛିକି ଲେଖିଦେବ। ଠିକ୍ ଅଛି। ନେକ୍ସଟ କ'ଣ ଦେଇଛି? ଗୋଟିଏ ପଦରୁ ଉତ୍ତର ଲେଖିବା ପାଇଁ କହିଛି। କୃଷ୍ଣଃ କମ୍ ଜଘାନଃ? କୃଷ୍ଣଃ କଂସମ୍ ଜଘାନଃ, କଂସକୁ ସେ ମାରିଥିଲେ। ବିବେକାନନ୍ଦସ୍ୟ ଗୁରୁ କଃ? ବିବେକାନନ୍ଦଙ୍କର ଗୁରୁ କିଏ ଥିଲେ? ରାମକୃଷ୍ଣଃ। ବାନରଃ କସ୍ୟ କୃତେ ପକ୍ୱାନି ଫଲାନି ଅଦଦାତ୍? ବାନରଃ କାହା ପାଇଁ ପାଚିଲା ଫଳ ଦେଉଥିଲା? ମକରସ୍ୟ କୃତେ, ଯେଉଁ କୁମ୍ଭୀର ଥିଲା ତା ପାଇଁ ଦେଉଥିଲା। ପାତ୍ରତ୍ୱାତ୍ କିମ୍ ଆପ୍ନୋତି? ପାତ୍ରତା ଦ୍ୱାରା କ'ଣ ହେଇଥାଏ? ନା ଧନମ୍। ପାତ୍ରତ୍ୱାତ୍ ଧନମ୍ ଆପ୍ନୋତି। ପାତ୍ରତା ଦ୍ୱାରା କ'ଣ ହେଇଥାଏ? ନା ଧନମ୍। ପାତ୍ରତ୍ୱାତ୍ ଧନମ୍ ଆପ୍ନୋତି। ଠିକ୍ ଅଛି। ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଆଉ